ଆଗକୁ ଆସୁଛି ନିର୍ବାଚନ। ଏବେ ପ୍ରତି ଗାଁରେ ଭୋଜିଭାତ ହେବ, ମଦ ବୋତଲ ବି ବଣ୍ଟାଯିବ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ତରଫରୁ। କେବଳ ସେତିକି ନୁହେଁ, ନିର୍ବାଚନର ଠିକ୍ ପୂର୍ବ ରାତିରେ ପ୍ରତି ଗାଁରେ କିଛି କୁଜି ନେତା ଥାନ୍ତି। ସେମାନେ 500 ଟଙ୍କା ବିନିମୟରେ ଭୋଟର ଲିଷ୍ଟ ଦେଖି ଭୋଟରଙ୍କୁ କିଣିବାର ଚେଷ୍ଟା ବି କରିବେ ଏବଂ କିଛି ଭୋଟର ମଧ୍ୟ ବିକ୍ରି ହେବେ। କିନ୍ତୁ ଥରେ ଭାବନ୍ତୁ, 5 ବର୍ଷରେ 500 ଟଙ୍କା ହେଲେ ଦିନକୁ ପଡ଼ୁଛି ମାତ୍ର 27 ପଇସା। ଆଜିର ଦିନରେ 27 ପଇସାରେ ଆପଣ ନିଜ ପରିବାରର କୁନି ପିଲାଟା ପାଇଁ ଗୋଟେ ଚକୋଲେଟ୍ ମଧ୍ୟ କିଣିପାରିବେ କି? ତେଣୁ ନିଷ୍ପତ୍ତି ଆପଣଙ୍କର। ଆପଣ 5 ବର୍ଷ ପାଇଁ ଦୈନିକ 27 ପଇସା ହିସାବରେ ନିଜର ସ୍ୱାଭିମାନକୁ ବନ୍ଧା ପକାଇବେ, ଆଉ ତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ପାଇଁ 20,000 ଟଙ୍କା, ସ୍ୱଚ୍ଛ ଭାରତ ଅଭିଯାନର ପାଇଖାନା ପାଇଁ 2,000 ଟଙ୍କା, ଏପରିକି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ହେଉ କିମ୍ବା ଅନ୍ୟ କୌଣସି ସରକାରୀ ଯୋଜନା, ସେସବୁ ହାସଲ କରିବା ପାଇଁ ଆପଣ ହାତ ଗୁଞ୍ଜା ଦେବେ, ନା ଜଣେ ସଚେତନ ଭୋଟର ହିସାବରେ ନିଜ ଅଞ୍ଚଳକୁ ଦୁର୍ନୀତିମୁକ୍ତ, ଶୋଷଣମୁକ୍ତ କରିବା ପାଇଁ ପଥ ପ୍ରଦର୍ଶକ ସାଜିବେ? ଆପଣମାନଙ୍କର ଖଣ୍ଡିଏ ବିବେକାନୁମୋଦିତ ଭୋଟ ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ଜଣେ ଉତ୍ତରଦାୟୀ ଦକ୍ଷ ଜନପ୍ରତିନିଧିଙ୍କୁ ନିର୍ବାଚିତ କରିବ, ଆଉ ଆପଣଙ୍କର ଖଣ୍ଡେ ଭୋଟ ହିଁ ଆପଣଙ୍କୁ କରିପାରିବ ପରିବର୍ତ୍ତନର ସୂତ୍ରଧର। ତେଣୁ ନିଷ୍ପତ୍ତି ଆପଣମାନଙ୍କର।